ହ୍ୟାଲୋ ଭାଇମାନେ। ତ ମୁଁ ଦେଖନ୍ତୁ ଅଛି ଏବେ ଆମର ଫିଞ୍ଚ କଲୋନୀଙ୍କ ପାଖରେ। ଆଉ ଏଇ କର୍ଣ୍ଣରରେ ଦେଖନ୍ତୁ କୁନି ଛୁଆ ବାହାରିଛନ୍ତି ଦୁଇଟା, ଗୋଟେ ହ୍ୱାଇଟ୍ଟେ ଆଉ ଗୋଟେ ଗ୍ରେଟେ। ଓ ଏ ହାଣ୍ଡିରେ ଯେଉଁ ଦୁଇଟା ଚିକ୍ସ ଥିଲେ ସେ ଛୁଆ ବାହାରିଛନ୍ତି। ଆଉ ବାକି ଏପଟେ ଯେଉଁ ହାଣ୍ଡିଟା ଥିଲା ମୋର ରେଡ଼୍ କଲର୍ରେ, ସେ ହାଣ୍ଡିରୁ ଚିକ୍ସ ବାହାରି ନାହାନ୍ତି। ସେଠୁ ବାହାରି ଯିବେ 2-3 ଦିନ ଭିତରେ, ସେନେ ସବୁ ବାହାରି ଯିବେ। ଆଉ ବାକି ମାନେ ତ ପୁରା ଖାନା ପିନାରେ ବ୍ୟସ୍ତ ଅଛନ୍ତି। କେତେ ଜଲ୍ଦି ମଇଳା କରିଦେଲେ ଦେଖନ୍ତୁ, ସେଦିନ ସଫା କରାହେଇଥିଲା। ଆଉ ଏପଟେ ଦେଖନ୍ତୁ, ଏଠି ତ ଚିକ୍ସଟା ବାହାରିନି କିନ୍ତୁ ବାହାରିଯିବ ବହୁତ ଜଲ୍ଦି। ଆଉ ଏପଟେ ମୋତେ ଲାଗୁଛି ଆଉ ଥରେ ଏଗ୍ ଲେ କରିବ ପରିକା, କାହିଁକିନା ଏ ହାଣ୍ଡିରେ ହିଁ ରହୁଛି। ସେ ଅପୋଜିଟ୍ ସାଇଡ଼୍ ଯେଉଁ ହାଣ୍ଡିଟା ଅଛି ମାଟିଆ କଲର୍ର, ତ ସେଇଥିରେ ପ୍ରାୟ ଟାଇମ୍ ରହୁଛି। ତ ଏଗ୍ ଲେ କରିଥିବ କରିନଥିବ କିନ୍ତୁ କରିବ। ପେଟ ବି ଫୁଲା ଫୁଲା ଜଣା ପଡ଼ୁଛି। ବାକି ଏଇଟା ଗୋଟେ ସଫା କରିବାର ଥିଲା, ତ ବହୁତ ଜଲ୍ଦି ସଫା କରିବା କେବେ ଗୋଟେ। ଆଜି ତ ଟାଇମ୍ ହେବନି, କାଲି ପରଦିନ ଆଡ଼େ କରିଦେବା ସଫା। ଆଉ ଇଏ ଆମର ରହିଲା କକଟେଲ୍। ଗୋଟେ ଦେଖନ୍ତୁ କିଏ ଗୋଟେ ଟୁଙ୍ଗୁରି ଟୁଙ୍ଗୁରି ଅନଉଛି। ଆଉ ଏ ସାଇଡ଼୍ରେ ଏମାନଙ୍କୁ କିଛି ଦେଇଥିଲି ସପୁର ଖାଇବା ପାଇଁ। ସପୁର ଆଜି କମ ଥିଲା, ତ ବହୁତ ଭଲରେ ଖାଉଛନ୍ତି। ଆଉ ଏଠି ବି କିଛି ଦେଇଥିଲି ଦେଖନ୍ତୁ, ଗହମ ଆଉ ବୁଟ ସିଝା, ତ ମିକ୍ସ କରିକି ଆଜି ଦେଇଥିଲି। ଏଇଥିରେ ଗୋଟେ ଚିକ୍ସର ହ୍ୱାଇଟ୍ କଲର୍ଟା ବାହାରିଛି, ଆଉ ବହୁତ ସୁନ୍ଦର ଦେଖାଯାଉଛି। ଯେତେବେଳେ ମଲ୍ଟିଂ ହେଇସାରିବ, ନୂଆ ପର ବାହାରିବ, ବହୁତ ସୁନ୍ଦର ଦେଖାଯିବ ଆହୁରି। ବାକି ଏମାନେ ଟିକେ ଡିଷ୍ଟର୍ବାନ୍ସ ହେବ ବୋଲି ମୁଁ ଏବେ ଯେଉଁ ପେପର୍ ଚେଞ୍ଜ କରୁନି, କାହିଁକିନା 2-3ଟା ହାଣ୍ଡିରେ ଏଗ୍ ଅଛି। ଆଉ ଯେଉଁ ଆମର ବେଙ୍ଗଲୀ ଫିଞ୍ଚଟେ ସେଟା ଉଣ୍ଡି ଥିଲା, ତାର ଟିକେ କ୍ଲିନିଂ କରିକି ଦେଖିଦେବା ଠିକ୍ ଅଛି କି ନାହିଁ। ତ ମଝିରେ ଥରେ ଚେକ୍ କରିଥିଲି, ଜଣା ପଡ଼ିନଥିଲା। ତ ଏବେ ତ ହେଇଗଲାଣି 4-5 ଦିନ, ଏବେ ଜଣା ପଡ଼ିଯିବ କି ଠିକ୍ ଅଛି ନା ନାହିଁ। ଆଉ ଏ ସାଇଡ଼୍ରୁ ଟିକେ ଥଣ୍ଡା ହେବା ଦେଖନ୍ତୁ ଆସୁଛି, ତ ସାଇଡ଼୍ରେ ଗୋଟେ ଯାହା ହେଲେ ବି ପର୍ଦା ଟିକେ ଦେଇଦେବା, ଯେମିତି ଥଣ୍ଡା ହେବା ବାଜିବନି। ନହେଲେ ଥଣ୍ଡା ହେବାଟା ପ୍ରୋବ୍ଲେମ୍ କରିବ ପାର୍ଟ୍ସମାନଙ୍କ ପାଇଁ। ତ ଏଇଟା ଦେଖନ୍ତୁ ମୁଁ ରେଡ଼ି କରିଥିଲି, ତ ଏଇଟା ଦେଇଦେବି, ଯେମିତି ଥଣ୍ଡା ହେବାରୁ ଟିକେ ବଞ୍ଚିଯିବେ। ତ ଭାଇମାନେ ଏଇ ଥିଲା ଆଜିକାର ଭିଡ଼ିଓ। ଆଇ ହୋପ୍ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଆଉ ଭଲ ଲାଗିଥିଲେ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଆଉ କମେଣ୍ଟ କରି କୁହନ୍ତୁ ଆମ ଚିକ୍ସ ଆପଣଙ୍କୁ କେମିତି ଲାଗୁଛି। ତ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦେବେ, ଆଉ ବେଲ୍ ଆଇକନ୍କୁ ନିହାତି କ୍ଲିକ୍ କରିବେ। ତ ଏତିକି ରହୁଛୁ, ବିଦାୟ ଦିଅନ୍ତୁ, ନମସ୍କାର।